ଥରେ ଜଣେ ବୃଦ୍ଧ ଲୋକ ଚାକିରିରୁ ଅବସର ନେଲା ପରେ ଭୁବନେଶ୍ୱର ଯିବା ପାଇଁ ଇଚ୍ଛା କଲେ। ସେତେବେଳେ କ'ଣ ହେଇଛି, ତାଙ୍କର ଗୋଟିଏ ନାତି ଟୋକା ତାଙ୍କର ବାଇକ୍କୁ ମାଗିକି ନେଇଗଲା। ମନା କଲେ ମୁଁ ତ ଶୀଘ୍ର ଫେରି ଆସିବି ବୋଲିକି ତାଙ୍କର ମୋଟରସାଇକେଲ ଥିଲା, ନେଇକି ସେ ପଳେଇଲା। ଯେତେବେଳେ ଟୋକାଟି ମୋଟରସାଇକେଲ ଚଢ଼ିଛି, ତାକୁ ସ୍ୱର୍ଗରେ ଉଡ଼ିଲା ଭଳିଆ ଲାଗିଲା। କେଡ଼େ ଆନନ୍ଦ, ଅପାର ଆନନ୍ଦ। ଏହାପରେ ସେ ଯାଇଛି ଗୋଟେ ଜଙ୍ଗଲ ଭିତରକୁ। ଜଙ୍ଗଲର ଅପରୂପ ପ୍ରାକୃତିକ ଶୋଭା ଦେଖିକି ଭାବ ବିହ୍ୱଳ ହୋଇ ଉଠିଲା। ଜେଜେଙ୍କର କଥା ଭୁଲିଗଲା। ମନ ରାଇଜରେ ଉଡ଼ି ବୁଲିଲା। କେତେ କଥା ଭାବି ବସିଲା। ଏପଟେ ଜେଜେଙ୍କର ଯିବା ସମୟ ହୋଇଗଲାଣି। ଜେଜେଙ୍କର ମନ ଦୁଃଖ। ବଡ଼ ବଡ଼ ଆଖି କରି ସେ ଚାହିଁଛନ୍ତି ନାତି ଟୋକା କେତେବେଳେ ଆସିବ, କିନ୍ତୁ ସେ ଆସିଲା ନାହିଁ। ସମୟ ଗଡ଼ି ଚାଲିଲା। ଜେଜେ ଘରୁ ଦେଖୁଛନ୍ତି ତାଙ୍କ ଯିବା ରେଳଗାଡ଼ିଟା ତାଙ୍କ ଆଖି ସାମ୍ନାରେ ପଳେଇଗଲା। ଜେଜେ ଆଉ ଯାଇପାରିଲେ ନାହିଁ। ଠିକ୍ ସେମିତି ଆଉ ଗୋଟିଏ ଜାଗାରେ ଜଣେ ବୃଦ୍ଧ ଲୋକ ଭାଷଣ ଦେଉଥିଲେ। ହାତରେ ଧରିଛନ୍ତି ମାଇକ୍। ଚାଲିଛି ତାଙ୍କର ଭାଷଣ ମରା। ହଜାର ହଜାର ଲୋକ ବସିଛନ୍ତି। କେଡ଼େ ସୁନ୍ଦର ଭାବରେ ଭାଷଣ ଦେଉଛନ୍ତି, ତାଳି ମାରୁଛନ୍ତି। ବୁଢ଼ାମାନଙ୍କୁ ଯଦି ହାତରେ ଯଦି ମାଇକ୍ଟା ଧରେଇ ଦେଲେ, ସେମାନେ ଆଉ ଇନ୍ଦ୍ରଚନ୍ଦ୍ର ଦେଖନ୍ତି ନାହିଁ। ଯାହା ପାରିଲେ କହିଲେ। ଭାଷଣ ମାରୁଛନ୍ତି। କାହିଁ ତାଙ୍କ ପୂର୍ବ ଜନ୍ମରୁ ବର୍ତ୍ତମାନ ଜନ୍ମ ପର୍ଯ୍ୟନ୍ତ କିଛି ଲୋକ ମଜାରେ ଶୁଣୁଛନ୍ତି, କିଛି ଲୋକ ବିସ୍ମିତ ମଧ୍ୟ ହେଉଛନ୍ତି। ଚାଲିଛି ଭାଷଣ ଦିଆ। ସେ ଭାଷଣରେ ତାଙ୍କୁ ଯେଉଁ ବିଷୟ କୁହାଯାଇଥିଲା, ବିଷୟ ଗଲା ଗୋଟିଏ ପଟେ, ସେ କହୁଛନ୍ତି ଅନ୍ୟ ପଟେ। ଭାଷଣର କିଛି ମୂଲ୍ୟ ନାହିଁ। ଯାହା କହିବା କଥା ସେଇଟା କହିଲେ ନାହିଁ, ଅନ୍ୟ ବିଷୟ ସବୁ କହିଲେ। ଏହା ଶୁଣି କିଛି ଲୋକ ତାଙ୍କ ଭାଷଣରେ ହସ ମାଡ଼ିଲା। ସମସ୍ତେ ହସିଲେ ମଧ୍ୟ, କିନ୍ତୁ ବକ୍ତା ଜଣକ ଜାଣିପାରୁନାହାନ୍ତି ମଜା ଲାଗୁଛି ବୋଲି ସେମାନେ ହସୁଛନ୍ତି, ଏହା ଭାବୁଛନ୍ତି। ଧୀରେ ଧୀରେ ଶ୍ରୋତାମାନେ ଜଣ ଜଣ କରି ଉଠି ଉଠି ପଳେଇଲେ। ଆଉ ଭାଷଣ ଦେବା ପାଇଁ ଆଉ କେହି ରହିଲେ ନାହିଁ। ଏବେ ଚୌକିମାନଙ୍କର ମନ ଖୁସି। ଯାହା ହଉ, ହଜାର ହଜାର ସଂଖ୍ୟାର ଓଜନ ଥିଲା, ଓଜନ କମିଗଲା। ଏବେ ଆମେ ଟେଣ୍ଟ ଘରକୁ ପଳେଇବୁ। ଚୌକିମାନଙ୍କର ବହୁତ ଖୁସି। ହସୁଛନ୍ତି ସବୁ ଚୌକି। ଭଦ୍ରଲୋକ ବନ୍ଦେ ଭାରତ ଗାଡ଼ିରେ ଯିବା କଥା। ଷ୍ଟେସନରେ ବନ୍ଦେ ଭାରତ ଗାଡ଼ି ଆସିକି ମଧ୍ୟ ଲାଗିଲା। କି ସୁନ୍ଦର ଗାଡ଼ି, କେତେ ସୁନ୍ଦର ସୁନ୍ଦର ସିଟ୍ ଲାଗିଛି, ଆଧୁନିକ ବ୍ୟବସ୍ଥା। ଏହି ଗାଡ଼ିରେ ଭଦ୍ରଲୋକ ଜଣକ ଯିବାର ଥିଲା, କିନ୍ତୁ ଭାଷଣ ଦିଆ ଏତେ ବାୟା କଲା, ସେ ଯାଇପାରିଲେ ନାହିଁ। ଯାତ୍ରୀମାନେ ଆସିଲେ, ସମସ୍ତେ ନିଜ ନିଜ ସିଟ୍ରେ ବସିଲେ, କିନ୍ତୁ ଗୋଟେ ସିଟ୍ଟା ଖାଲି। ସେ ସିଟ୍ରେ କେହି ନାହିଁ। ଗାଡ଼ିଟା ପଳେଇଗଲା। ବନ୍ଦେ ଭାରତ ଏକ୍ସପ୍ରେସଟା ଆସିଗଲା ପ୍ୟାସେଞ୍ଜର ଗାଡ଼ି। ପ୍ୟାସେଞ୍ଜର ଗାଡ଼ି ଅବସ୍ଥା ତ ସମସ୍ତେ ଜାଣିଛନ୍ତି। ମହୁ ଫେଣାରେ ମହୁମାଛି ଯେମିତି ରହିଥାଏ, ଠିକ୍ ସେମିତି ପ୍ୟାସେଞ୍ଜର ଗାଡ଼ିରେ କେତେ ଯାତ୍ରୀ ଝରକାରେ ଝୁଲୁଛନ୍ତି। এই গাড়িরে ভদ্রজনক ঠেলা পেলা ହେଇକି ଗଲେ। ନିଜର ସମୟ ଅଭାବରୁ ନିଜେ ଏମିତି ଗଲେ।
ବାସ୍ତବରେ ଯେଉଁ ମଣିଷ ସମୟକୁ ସମ୍ମାନ ଦିଏ ନାହିଁ, ଜଗି ରଖି ଚଳେ ନାହିଁ, ସେ ଜୀବନରେ ସବୁବେଳେ ଅସଫଳ ହୁଏ। ଏହି ସ୍ଥାନରେ ସମୟକୁ ସମ୍ମାନ ନ ଦେବାରୁ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଗନ୍ତବ୍ୟସ୍ଥଳକୁ ପହଞ୍ଚି ପାରିଲେ ନାହିଁ। ଦ୍ୱିତୀୟରେ ବକ୍ତା ଜଣକ ମଧ୍ୟ ପ୍ୟାସେଞ୍ଜରରେ ଯିବାକୁ ପଡ଼ିଲା।